ନପୁର ଗାଁରେ ଗୋଟେ ଟିକି ଚଢ଼େଇ ଆଉ ତାର ସୁନ୍ଦର ପରିବାରଟେ ରହୁଥିଲେ। ପ୍ରଥମାଷ୍ଟମୀ ପାଇଁ ତା ପରିବାରରେ ବହୁତ ଖୁସି ଲାଗି ରହିଥାଏ। ବାପା ବାପା, କାଲି ତ ପ୍ରଥମାଷ୍ଟମୀ, ମୋ ପାଇଁ ତ କାହିଁ ଡ୍ରେସ୍ ଆସିଲାନି। ମୁଁ ଘରର ତ ବଡ଼ ପୁଅ। ଘରର ବଡ଼ ପୁଅ ପାଇଁ ତ ନୂଆ ଡ୍ରେସ୍ ହୁଏ, ମୋ ପାଇଁ ଏପର୍ଯ୍ୟନ୍ତ କାହିଁ ହେଇନି। ମୁଁ ପ୍ରଥମାଷ୍ଟମୀରେ ତାହେଲେ କ'ଣ ପିନ୍ଧିବି? ଆରେ ରିଙ୍କୁ, ପ୍ରଥମାଷ୍ଟମୀ ଡ୍ରେସ୍ଟା ତ ତୋ ଆଈ ଘରୁ ଆସିବ। ତୋ ଆଈ ଆଣିକି ଆସିବେନି? କାହିଁ ବ୍ୟସ୍ତ ହଉଛୁ? ପ୍ରଥମାଷ୍ଟମୀ ତ ଆହୁରି 2 ଦିନ ରହିଲାଣି। ତୋ ଆଈ ଆଣିକି ଆସିବେନି? ତୁ ଖାଲି ବ୍ୟସ୍ତ ହେଇଯାଉଛୁ। ହଁ ମ, ତମେ ବାପ ପୁଅ ଖାଲି ବ୍ୟସ୍ତ ହେଇଯାଉଛ। ବୁଢ଼ୀ ହେଲାଣି, ତା ବଳ ବୟସ ଗଲାଣି, ଆସିବନି, ତମେ ଏତେ ବ୍ୟସ୍ତ କାହିଁ ହେଇଯାଉଛ? ପ୍ରଥମାଷ୍ଟମୀ ତ ଆହୁରି 2 ଦିନ ରହିଲାଣି। ଦେଖିବ, ମୋ ମା ଆଜି ସନ୍ଧ୍ୟାରେ ହଉ ନହେଲେ କାଲି ସକାଳେ ନେଇକି ନହେଲେ ଆସିବ। ତମେ ବାପ ପୁଅ ଦୁହେଁ ଖାଲି ବ୍ୟସ୍ତ ହେଇ ପଡ଼ୁଛ। ଭାଇ ଯଦି ଡ୍ରେସ୍ ପିନ୍ଧିବ ତାହେଲେ ମୁଁ ବି ଡ୍ରେସ୍ ପିନ୍ଧିବି। ମୁଁ ବି ତ ଘରର ସାନ ଝିଅ ନା, ମୋ ପାଇଁ ତାହେଲେ କାହିଁ ହବନି? ମା, ତୁମେ ଆଈକି କହିବ ମୋ ପାଇଁ ବି ଡ୍ରେସ୍ ନେଇକି ଆସିବେ। ହଉ ହଉ, ଖାଲି ବ୍ୟସ୍ତ ହେଇଯାଉଛ। ହଁ ହଁ, ଆଈ ତୋ ପାଇଁ ବି ଡ୍ରେସ୍ ନେଇକି ଆସିବ, ବ୍ୟସ୍ତ ହୁଅ ନା। ତୁମେ ବ୍ୟସ୍ତ ହୁଅ ନା, ମୁଁ ଆଜି ରାତି ଭିତରେ ସବୁ ଜିନିଷ ସଜାଡ଼ି ଦେବି। ତୁମେ କାଲି ସକାଳେ ନାନୀ ଘରକୁ ପ୍ରଥମାଷ୍ଟମୀ ଭାର ନେଇକି ଯିବ ହେଲା। ମା ଝିଅ ଏମିତି କଥା ହଉ ହଉ ରାତି ବହୁତ ହୋଇଗଲା। ଜିନିଷପତ୍ର ସଜାଡ଼ି ଥୋଇ ଦେଇ ଖାଇ ପିଇ ରାତିରେ ଶୋଇ ପଡ଼ିଲେ। ଶୋଉ ଶୋଉ ରାତି ପାଇଗଲା ଆଉ ସକାଳ ହେଲା। ସକାଳୁ ସକାଳୁ ଅଟୋ ଭଡ଼ା କରି ବୁଢ଼ୀ ଝିଅ ଘରକୁ ବାହାରିଗଲା। ଚାହୁଁ ଚାହୁଁ ବୁଢ଼ୀ ଯାଇ ଅଷ୍ଟମୀ ଭାର ନେଇ ପହଞ୍ଚିଗଲା ଝିଅ ଘରେ। ମା, ତୁ ଆସିଗଲୁ? ସକାଳୁ ସକାଳୁ ଆସି ପହଞ୍ଚିଗଲୁ? କ'ଣ କହିବି, ମୋ ପିଲାମାନେ ବହୁତ ବ୍ୟସ୍ତ ହେଇଯାଉଥିଲେ କାହିଁକି ଏପର୍ଯ୍ୟନ୍ତ ଆଈ ଆସିଲାନି ବୋଲି। ମୁଁ କହିଲି ରୁହ ରୁହ, ଆଈ ଯାହା ବି ହେଲେ ଆଈ ନେଇକି ଆସିବ ତମ ପାଇଁ। ହଁ ରେ ମା, ତୁ ତ ଜାଣିଛୁ ମୁଁ ତ ଏକୁଟିଆ ଲୋକ। କ'ଣ କରିବି, ହାଟ ଯାଇ ଜିନିଷପତ୍ର କିଣି ଆସିଲା ବେଳକୁ ଟିକେ ଡେରି ହେଇଗଲା। କାଲି ତ ଅଷ୍ଟମୀ ଅଛି, ମୁଁ ତ ଆଜି ଆସି ପହଞ୍ଚିଗଲି। ଆଉ କ'ଣ ଆଉ କରିବି କହୁନୁ? ପରଦିନ ସକାଳୁ ରିଙ୍କୁ ପ୍ରଥମାଷ୍ଟମୀରେ ଆଈ ଯେଉଁ ଡ୍ରେସ୍ ଆଣିଥିଲା ପିନ୍ଧି ବାହାରକୁ ବାହାରିଲା ଆଉ ମନ ଖୁସିରେ ଯାଇ ବାହାରେ ବୁଲିବାକୁ ଲାଗିଲା। ପ୍ରଥମାଷ୍ଟମୀ ପାଇଁ ବହୁତ ଖୁସି ହେଲା।